ସ୍ୱାମୀଏ ଶରଣୟାପା ସ୍ୱାମୀଏ ଶରଣୟାପା। ତ ଆଜି ଆସନ୍ତୁ ଦେଖିବା, ଆମର ତ ଅନନ୍ତ ଗୁରୁସ୍ୱାମୀ ଅଛନ୍ତି, ତାଙ୍କର ମନ୍ଦିର ପ୍ରକୋଷ୍ଠରେ ସ୍ୱାମୀ ଆୟାପାଙ୍କର ଯେହେତୁ ଆଜି ବୁଧବାର, ଆଜିର ଦିନରେ ଅଭିଷେକ ଜାରି ରହିଛି। ମୁଁ ମଧ୍ୟ ସକାଳୁ ସକାଳୁ ଯାଇ ପହଞ୍ଚିଥିଲି। ତ ଆପଣମାନେ ଦେଖିପାରୁଥିବେ, ମୁଁ ଆଜି ପ୍ରଥମ ଥର ପାଇଁ ଏଇ ସ୍ୱାମୀ ଆୟାପା ବା କାର୍ତ୍ତିକେୟଙ୍କର ଅଭିଷେକ ମୁଁ ଆଜି ପ୍ରଥମ ଥର ପାଇଁ ଯାଇକି ଦେଖିଥିଲି। ଦେଖିକି ମୁଁ ପୁରା ମନ୍ତ୍ରମୁଗ୍ଧ ହୋଇଯାଇଥିଲି। ତ ଦେଖନ୍ତୁ, କ୍ଷୀର, ଦହି, ଚନ୍ଦନ, କର୍ପୂର, ଫଳରସ, ଗୁଡ଼, ଘିଅ, କୁଙ୍କୁମ, କର୍ପୂର ସବୁଥିରେ ଅଭିଷେକ ଜାରି ରହିଛି। ଭକ୍ତମାନେ ସମସ୍ତେ ଅଭିଷେକ କରୁଛନ୍ତି। ଆଉ ଆମର ଅନନ୍ତ ଗୁରୁ ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ଆୟାପାଙ୍କୁ ସ୍ମରଣ କରୁଛନ୍ତି। ସମସ୍ତେ ଅତି ଭକ୍ତିର ସହ ପୂଜା ଅର୍ଚ୍ଚନା କରୁଛନ୍ତି। ଆଉ ଏ ଯେଉଁ ଆୟାପା ସ୍ୱାମୀର ଦୀକ୍ଷା ଯେଉଁମାନେ ନିଅନ୍ତି ଗୁରୁଙ୍କ ପାଖରୁ, ଏଇଟା ବହୁତ କଷ୍ଟସାଧ୍ୟ। ଯେତେ ଶୀତ ହେଉ, ଯେତେ ଥଣ୍ଡା ହେଉ, ଯାହା ହେଲେ ମଧ୍ୟ ସକାଳ ପାହାନ୍ତିଆର 4ଟାରୁ ଉଠି ଥଣ୍ଡା ପାଣିରେ ଯାଇ ନଦୀରେ ସ୍ନାନ କରି ଖାଲି ପାଦରେ ଚାଲି ଚାଲି ଆସନ୍ତି। ଯେତେ ଦିନ ପର୍ଯ୍ୟନ୍ତ ଏଇ ମାଳା ପକାଇଥାନ୍ତି ବା କଳା ବସ୍ତ୍ର ପରିଧାନ କରିଥାନ୍ତି, ସେତେ ଦିନ ପର୍ଯ୍ୟନ୍ତ ଘରେ ମଧ୍ୟ ସେମାନେ ପ୍ରବେଶ କରନ୍ତି ନାହିଁ। ତାଙ୍କର ଗୋଟେ ଗ୍ରୁପ୍ କରିକିରି ବାହାରେ ରୁହନ୍ତି। ଆଉ ପୂଜା ଅର୍ଚ୍ଚନା ସବୁବେଳେ ମନ ଧ୍ୟାନ ଦିଅନ୍ତି। ସକାଳୁ ସକାଳୁ ପୂଜା ଅର୍ଚ୍ଚନା ସାରିଲା ପରେ ଯିଏ ଯାହା କର୍ମକ୍ଷେତ୍ରକୁ ଯାଆନ୍ତି। ପୁଣି ତାଙ୍କର ପ୍ରାର୍ଥନା ସମୟରେ, ସନ୍ଧ୍ୟା ସମୟରେ ପୁଣି ପୂଜା ଅର୍ଚ୍ଚନା ହୁଏ, ପ୍ରାର୍ଥନା ବି ହୁଏ। ତ ଏତେ ସୁନ୍ଦର ଲାଗିଲା, ଏତେ ଭକ୍ତି, ଏତେ ଭାବ ଏମାନଙ୍କର ଦେଖି ମୋତେ ବହୁତ ମାନେ ନିଜକୁ ବହୁତ ଆନନ୍ଦିତ ମନେ କଲି। ମୁଁ ୟା ପୂର୍ବରୁ ଯେହେତୁ ମୁଁ କେବେ ଦେଖିନଥିଲି, ତ ଦେଖିପାରୁଥିବେ ଏଇଟା ହେଉଛି ବହୁତ ଗୋଟେ କଷ୍ଟସାଧ୍ୟ ଦୀକ୍ଷା। ଏଇ ଯେତେ ଦିନ ଏଇ ଦୀକ୍ଷା ନିଅନ୍ତି, ଗୋଟେ ଟାଇମ୍ ଖାଇ ସେମାନେ ପୂଜା ଅର୍ଚ୍ଚନାରେ ନୀତି ନିୟମ ମାନି ଖାଲି ପାଦରେ ଚାଲିବା ହେଉ କିମ୍ବା କୌଣସି ଆପଣଙ୍କର ବଦ ଅଭ୍ୟାସ କୁ ଛାଡ଼ିବାକୁ ପଡ଼ିଥାଏ। ଧରନ୍ତୁ କେହି ମଦ ପିଉଥିବ, ସିଏ ମଦ ପିଇବାଟା ବନ୍ଦ ହୁଏ, କିମ୍ବା ପାନ, ପୁଡ଼ିଆ, ସିଗାରେଟ୍ ଟୋଟାଲି ବନ୍ଦ କରାଯାଏ। ସେତିକି ଦିନ ପର୍ଯ୍ୟନ୍ତ କିଛି କେହି ବ୍ୟବହାର କରିବେ ନାହିଁ। ତା ସାଙ୍ଗରେ ଅଭଦ୍ର ଭାଷା କୌଣସି ପାଟିରୁ ମଧ୍ୟ ବାହାରିବାକୁ ହେବନି। କେଉଁଠୁ ଶୁଣିଲେ ମଧ୍ୟ ସ୍ୱାମୀ ଆୟାପାଙ୍କୁ ସ୍ମରଣ କରନ୍ତି। ବହୁତ ମାନେ କଷ୍ଟସାଧ୍ୟ, ବହୁତ କଠିନ ଏଇ ବ୍ରତଟା। ଆଉ ଖାସ୍ କରି ଆମର ଦକ୍ଷିଣ ଓଡ଼ିଶାରେ ଯେହେତୁ ତେଲୁଗୁ ସମ୍ପ୍ରଦାୟର ଲୋକ ବେଶୀ ମାନନ୍ତି ଏଇ ସ୍ୱାମୀ ଆୟାପାଙ୍କୁ, ତେଣୁକରି ଆମର ଗୁଣୁପୁରରେ ମଧ୍ୟ ଗୋଟେ ସୁନ୍ଦର ମନ୍ଦିର ଅଛି ସ୍ୱାମୀ ଆୟାପାଙ୍କର। ଆମେ ସବୁବେଳେ ଯାଉ ପ୍ରସାଦ ସେବନ କରିବା ପାଇଁ, ଦର୍ଶନ କରିବା ପାଇଁ। ଆଉ ଯେହେତୁ ଦକ୍ଷିଣ ଭାରତରେ ଅଧିକାଂଶ ମାନନ୍ତି, ଆଉ ଏଇ ଯେଉଁ ମୁଖ୍ୟ ମନ୍ଦିର ସବରମାଲ୍ୟାରେ ଅବସ୍ଥିତ। ଆଉ ସେଇଠି ଯେଉଁ କଠିନ ରାସ୍ତାରେ ଏମାନେ ଚାଲି ଚାଲି ଖାଲି ପାଦରେ ଯାଆନ୍ତି, ସେଇଟା ବହୁତ କଷ୍ଟସାଧ୍ୟ ହୋଇଥାଏ। ଏଇ ସ୍ୱାମୀମାନେ ଯେତେବେଳେ ଫେରନ୍ତି ଆମକୁ ସବୁ କୁହନ୍ତି, ଆମକୁ ମଧ୍ୟ ପ୍ରସାଦ ଦିଅନ୍ତି। ଆସିଲା ପରେ ବହୁତ ସୁନ୍ଦର ଏଇ ଯେଉଁ ଏମାନଙ୍କର ଭକ୍ତି ଭାବରେ ଯେଉଁମାନେ ଯାହା ମନାସିଥାନ୍ତି ତାଙ୍କର ପୂରଣ କରନ୍ତି ପ୍ରଭୁ। ଆଉ ପୁଷ୍ପାଞ୍ଜଳି ହେଲା, ପୁଷ୍ପାଞ୍ଜଳିରେ ମୁଁ ମଧ୍ୟ ପ୍ରଭୁଙ୍କୁ ବା ସ୍ୱାମୀଙ୍କୁ ପୁଷ୍ପାଞ୍ଜଳି ଦେଲି। ଆଉ ବହୁତ ସୁନ୍ଦର ଲାଗିଲା, ବହୁତ ମନକୁ ଭକ୍ତି ଭାବରେ ପୁରା ମୁଁ ମଜ୍ଜି ଯାଇଥିଲି। ଯେତିକି ସମୟ ରହିଲି, ପ୍ରାୟ 1 ଘଣ୍ଟାରୁ 1.5 ଘଣ୍ଟା ମୁଁ ସେ ଜାଗାରେ ରହି ପୂଜାପାଠ ଦେଖୁଥିଲି। ବହୁତ ବଢ଼ିଆ ଲାଗିଲା। ଜୟ ଜଗନ୍ନାଥ।